ମୁଁ ଆଜି ପ୍ରଶ୍ନ ପଚାରୁଛି ଯେଉଁ ଦଳରେ ମୁଁ ଥିଲି ଏ ଛଳନା ଲୋକମାନଙ୍କୁ ଭଣ୍ଡେଇବା ଲୋକମାନଙ୍କୁ ବିଭ୍ରାନ୍ତ କରିବା ଏ କେତେ ଦିନ ଆଉ ଚାଲିବ। ମୁଁ ଆଜି କହିବାକୁ ଚାହୁଁଛି ଆପଣ ଦେଖିବେ ଓଡ଼ିଶାରେ ହୁଏତ 21ରୁ 21 ପାର୍ଲାମେଣ୍ଟ କ୍ୟାଣ୍ଡିଡେଟ୍ ଜିତିକି ଯିବେ ମୋଦିଜୀଙ୍କ ହାତକୁ ଟାଣ କରିବା ପାଇଁ ଶାସନ କ୍ଷମତା ତାଙ୍କ ହାତକୁ ଦେବା ପାଇଁ। ଏମାନେ ଯଦି ଜିତିବେ ବିଜୁ ଜନତା ଦଳ ମୋତେ କୁହନ୍ତୁ ପାର୍ଲାମେଣ୍ଟ କ୍ୟାଣ୍ଡିଡେଟ୍ ମାନେ କ'ଣ ଦିଲ୍ଲୀରେ ଯାଇ କରିବେ କ'ଣ କରୁଥିଲେ। ମୁଁ ଜାଣିଛି ନିଜେ ତ ଥିଲି ସେ ଜାଗାରେ। ଭର୍ତ୍ତୃହରି ବାବୁ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କୁ ଭାଇସ୍ ଚେୟାରମ୍ୟାନ୍ କରିବେ ବୋଲି ମୋଦିଜୀ ଚାହୁଁଥିଲେ ରାଜ୍ୟସଭାରେ। ଭର୍ତ୍ତୃହରି ବାବୁକୁ ମଧ୍ୟ ଡେପୁଟି ସ୍ପିକର କରିବାକୁ ଚାହୁଁଥିଲେ ଆପ୍ରୁଭାଲ ଦେଲେ ନାହିଁ। ଗୋଟେ ଓଡ଼ିଆ ଜାତି ଆଜି ଗର୍ବ କରିଥାନ୍ତା ସେ ଜାଗାରେ ବସିଥିଲେ। ମୋଦିଜୀ ଚାହୁଁଥିଲେ ଯେ ଗୋଟେ ବିଦ୍ୱାନ ବ୍ୟକ୍ତି ଭର୍ତ୍ତୃହରି ବାବୁ ଆଉ ପ୍ରସନ୍ନ ଆଚାର୍ଯ୍ୟକୁ ଚାଣକ୍ୟ ବୋଲି କୁହାଯାଏ ତାଙ୍କୁ ନେଇକି ଉପଯୁକ୍ତ ସ୍ଥାନରେ ବସାଇବା ପାଇଁ ଆପ୍ରୁଭାଲ ଦେଲେ ନାହିଁ। ଆରେ ବାବା ଆପଣ ତ ମୁଖ୍ୟମନ୍ତ୍ରୀ ଆଉ ଜଣେ ତ କା ମୁଖ୍ୟମନ୍ତ୍ରୀ ଆପଣ ମଧ୍ୟ ଠିକ୍ ଜାଗାରେ ଅଛନ୍ତି। ଯଦି 25 ବର୍ଷ ଭିତରେ ନବୀନ ବାବୁ କହିଦେବେ ଯେ ଏଇ ବ୍ୟକ୍ତିତ୍ୱକୁ ମୁଁ ନେଇକି ସମ୍ମାନ ସହିତ ଗୋଟେ ଏଇ ଜାଗାରେ ପହଞ୍ଚେଇଲି ସେ ନାଁ ସେ କହିପାରିବେ ନାହିଁ। ବରଂ ଯେଉଁମାନେ ଥିଲେ ଉପର ସ୍ତରରେ ତାଙ୍କୁ ଗୋଟେ ପରେ ଗୋଟେ କାଢ଼ି ଦିଆଗଲା ବା ଫୋପାଡ଼ି ଦିଆଗଲା। ଆଜି ଏମାନଙ୍କ ତ ଅବସ୍ଥା ଏଇଆ। ବିଜୁ ଜନତା ଦଳର ସାଧାରଣ କର୍ମୀମାନଙ୍କର ସମ୍ମାନ କ'ଣ ମୋତେ କୁହନ୍ତୁ। ଆଜି ମୋତେ କୁହନ୍ତୁ ସାଧାରଣ କର୍ମୀମାନଙ୍କୁ ପଚାରୁଛି କିଏ ଆଜି ନିର୍ବାଚନ ଆସିଲା ବୋଲି ସେ ଗେଟ୍ଟି ଖୋଲା ହେଲା ନବୀନ ନିବାସ। ଏ ଗେଟ୍ଟି ଖୁବ୍ ଶୀଘ୍ର ନମିନେସନ୍ ସରିଲା ପରେ ତାଲା ପଡ଼ିଯିବ ଆଉ ପଶିପାରିବେନି ତା ଭିତରେ। ମୁଖ୍ୟମନ୍ତ୍ରୀକୁ ତ ଭେଟିବା ଦୂରର କଥା ଆପଣ କା ମୁଖ୍ୟମନ୍ତ୍ରୀକୁ ମଧ୍ୟ ଭେଟି ପାରିବେ ନାହିଁ। ଇଏ ହେଉଛି ଓଡ଼ିଶାର ଭାଗ୍ୟ। ଓଡ଼ିଆ ଜାତି ଆମେ ଆଜି ଲଜ୍ଜିତ ଯେ ଗୋଟେ ଏଭଳିଆ ଶାସନରେ ଆମେ ଥିଲୁ 25 ବର୍ଷ ହେଲା ଯାହାକୁ ଲୋକ ଏତେ ସ୍ନେହ ଶ୍ରଦ୍ଧା ଏଇ ବିଜେପି ଭାଇମାନେ ବିଜେପି କର୍ମକର୍ତ୍ତା ବିଜେପି ନେତାମାନେ ଖଟିଥିଲେ। ପ୍ରଥମ ପାଳିରେ ନବୀନ ପଟ୍ଟନାୟକକୁ ମୁଖ୍ୟମନ୍ତ୍ରୀ ପଦରେ ସମସ୍ତେ ବସେଇଥିଲେ କିନ୍ତୁ ତମେ ତାଙ୍କୁ ମଧ୍ୟ ଫୋପାଡ଼ି ଦେଲ। ଏ ଛଳନା ଏ ଯେଉଁ ବିଭ୍ରାନ୍ତକର କଥାକୁ ବେଶୀ ଦିନ ଆଉ ଲୋକ ଗ୍ରହଣ କରିବେ ନାହିଁ। ମୁଁ ଆଜି କହିବି ଏ ଓଡ଼ିଆ ଜାତି ଉଠ ଉଠ ଜାଗ ଜାଗ କାହା ପଛରେ ଗୋଡ଼ାଉ ନାହିଁ। ନିଜ ଆତ୍ମସମ୍ମାନ ନେଇକି ଏ ମାଟିର ଆତ୍ମସମ୍ମାନ ନେଇକି ଆଗକୁ ବଢ଼ନ୍ତୁ। ଉପଯୁକ୍ତ ବ୍ୟକ୍ତି ଉପଯୁକ୍ତ ଦଳ ସଂସ୍କାର ଶିଖିଥିବା ଦଳକୁ ଆପଣମାନେ ବାଛନ୍ତୁ ତାଙ୍କୁ ଶାସନରେ ଆଣନ୍ତୁ। ଆପଣ ଦେଖିବେ ପରିବର୍ତ୍ତନ ତ ଆସନ୍ନ ପରିବର୍ତ୍ତନ ନିଶ୍ଚୟ ହେବ। ଆଜି ସାରା ଓଡ଼ିଶାବାସୀଙ୍କୁ ମୁଁ ଆଜି ଆପଣମାନଙ୍କ ଜରିଆରେ ଅନୁରୋଧ କରୁଛି। ମୁଁ 2 ଦିନ ତଳେ ଦେଖିଲି ନିୟମ କାନୁନ ମାନିବେନି 5,000 କୋଟି ଟଙ୍କାର କ'ଣ ଏ ଯେଉଁ ଆପଣଙ୍କର ଯେଉଁ ଲେବର ମାନଙ୍କୁ ଦେବା ପାଇଁ ଏବେ ତ ଘୋଷଣା ହେବା ଉଚିତ ନୁହେଁ। କ'ଣ କହିଲେ ଯେ ତମମାନଙ୍କ ଆଗରୁ ଟଙ୍କା ଦୌଡ଼ିବ। ଏ ଯେଉଁ ଭାଷା ପ୍ରୟୋଗ କରାଯାଉଛି ଗୋଟେ କ'ଣ ମୁଁ ଜାଣିପାରୁନି। ଏତେ ଦିନ ଶାସନ ରହିଲା ପରେ ଗୋଟେ ସଂସ୍କାର ତ ଟିକେ ସାମାନ୍ୟ ସଂସ୍କାର ତ ଶିଖ। ସମସ୍ତଙ୍କୁ ତ ଗୋଟେ ସମ୍ମାନ ଦିଅ। ସେ କଥା ନାହିଁ କେବଳ ଭୋଟ ରାଜନୀତି। ଆମକୁ ଭୋଟ ଦରକାର। ଯଦି ଭୋଟ ମିଳିଗଲା ତାପରେ ଗେଟ୍ ତାଲା ତାପରେ ଆପଣ ଦେଖା କରିପାରିବେନି। ତାପରେ ଆପଣଙ୍କର ଯଦି କିଏ ବିଧାୟକ ହେଇଥିବ ସେ ଖରାରେ ଛିଡ଼ା ହେଇ ଗୋଟେ କାଗଜ ଖଣ୍ଡ କାହାର ବ୍ରିଜଟିଏ ଦରକାର କାହାର ରାସ୍ତାଟିଏ ଦରକାର କାହାର କ'ଣ ଦରକାର ସେ ଗେଟ୍ ପାଖରୁ ଫେରିବ। ଯଦି ତାର କିଏ ଜଣାଶୁଣା ଥିବ ସିଏ ତାକୁ ନେଇକି ଭିତରେ ନେଇକି ସିଏ ବି ଭିତରେ ଯାଇକି ଗଛ ତଳେ ଛିଡ଼ା ହେଉଛନ୍ତି। ଆଜି ନବୀନ ନିବାସରେ ତ ଏଇ ଅବସ୍ଥା। ଆଜି ତ ଏଇ ଅବସ୍ଥା। ମୋର ମନେ ଅଛି ଯେତେବେଳେ ଆମେ ସେ ସରକାରୀ ଘର ଆମେ ନେଇଥିଲୁ ପ୍ରଥମରୁ ମୁଁ ନିଜେ କହୁଥିଲି ସାର୍ ଏଇଟା ଲୋ ହାଇଟ୍ ହେଉଛି ଗରମ ହେଉଛି ବହୁତ ତାକୁ ଆମେ ଚେଞ୍ଜ କଲା। नहीं क्या होगा देवाशीष बाबू क्या जरूरत है ये पार्टी ऑफिस को तोड़ के नया करना है ये करना है क्या जरूरत है। आज 50 कोटी रु अधिका खर्च करके 5 तारका जो मालकानगिरी कोरापुट काशीपुर आज भी गरीब लोक माने मेडिकल रे बिना लाइट रे बिना फैन रे माटी तले शोचंती चट्टाण रे शोचंती सेमान कथा देखिलनी 50 कोटी टंकार गोटे पार्टी ऑफिस तैयारी हला से 50 कोटी आर आवश्यकता थिला कि मते कहंतु आर आवश्यकता थिला कि 50 कोटी टंकार पार्टी ऑफिस करबा। आज ओडिसा रे गोटे गरीब राज्य तो आप जानून तल आड़ू को जगार आज पहुंची से स्टाटिस्टिक्स आपको जना अच्छी ये ओडिशा को समस्ते मिलमिशिकी लुटि नेले। आज कॉन्ट्राक्टर समस्ते बाहर राज्यर
कौन ओडिशा रे कहीं नथिले काम करिया पे कहीं नथिले पेट पाटना जदि किए कमटी कर कौन असुविधा अच्छी गोटे ओडिया लोक टे काम करू आज बाहर आंध्र तमिलनाडु आसी सब नौ एस्टिमेट को 30% 50% बढ़े दि जाऊँगी बढ़े कि से हाथ में कम टेकी दि जाऊँगी ये स्टेट को लुटि नेले यही पूरा खारवल भवन जो है पानी गोला या उद्घाटन पर पुणी भांगिकी गले कौन एलएनटी को नहीं कि दौर क्या सब कंट्राक्ट यही दलीय कर्मकर्ता मानक दि जाऊँगी गोटे कंट्राक्ट मानक पार्टी हो गला विजु जनता दल आउ विजु जनता दल नहीं आपंकर परिवर्तन आसन्न मु अनुरोध करी नवीन बाबू आपण प्रति लोक सम्मान थिला आज भी अच्छी आपण टेकी दिंतु नहीं ए ओडिया जाति को आउ का हाथ को टेकंतु नहीं आउ का हाथ को आपण जदि संभाली न पारिबे आपण लोकों को धन्यवाद दिंतु बीजेपी कर्मकर्ता को धन्यवाद दिंतु जे आपण मानक पई आम कर्मी मानक पई जो माने तल स्तर अछन मु 25 वर्ष मुख्यमंत्री रहिली कहि कि आपण विदाय नियंतु समय आसी आपण विदाय नियंतु आज दिल्ली दरबार कौन कहते ना 21टा जाक आम जीतबू कौन करेंगे जाकि मोदी जी को सरकार हम आपण बीजेपी प्रार्थी जीतबे एवं से सरकार सामिल हेबे ओडिशा रे डबल इंजिन सरकार स्टेट रे मध्य हम 147 रु आपण मेट कथा जो चर्चा है 50 सीट तुम कौन दब 50 सीट तो आम तो सेमती जीतबू ताठू अधिका सीट जीतबू आमर सरकार हम ये दया करुल खेलुले सी गोड़े बीजेपी पाखे जे आम मेट करू बीजेपी केबे तांका पाखरे गोड़े नथला बीजेपी गोटे राष्ट्रीय दल केबे का पाखरे से दौड़ू नथिले आपण मोदी जी एते आसिले आपण तो देखिछनी मु अधिका किछि कहिबेनी से विषय खोलिबी नहीं बहुत कथा एमाने चाहुतिले करिया पाई जोटा कि से सक्सेसफुल हेले नाही आज ये ओडिया जाति एई निर्वाचन रे गोटे निर्णायक निर्वाचन हबो मु आपन को कहि दउछि गोटे निर्णायक निर्वाचन हबो एवं ओडिशावासी तांको जणई देबे सूचई देबे जे आपण को जगह रे अछंती।